ଏମିତି ଗୋଟେ ଭୁଲ ଯୋଉଟା କି 90% ପିଲା କରିଥାନ୍ତି, କିନ୍ତୁ ସେ ବିଷୟରେ ତାଙ୍କର ଧାରଣା ବି ନଥାଏ ଆଉ ସେଇଥିପାଇଁ ତାଙ୍କର ମାର୍କ ବି କମିଥାଏ। ସେଇଟା କୋଉଟା କି ମନେ ରଖିବା କି ଭଲ କିଛି ପରୀକ୍ଷାରେ କେମିତି ଲେଖିବା ସେ ଜିନିଷ ନୁହଁ। ସେଇଟା କଣ ନା ସେଇଟା ହେଲା ନୋଟ ମେକିଂ। ଆମେ କେମିତି ନୋଟ ଟାକୁ ତିଆରି କରିବା, ହାଉ ଟୁ ମେକ୍ ବେଷ୍ଟ ନୋଟ। ନୋଟ ଆମେ ତିଆରି କରିବା କି ନାହିଁ। ବହୁତ ଜଣ ଲୋକ କହୁଛନ୍ତି ଯେ ହଁ ତମେ ନୋଟ ତିଆରି କର, ନୋଟ ତିଆରି କରେ ତମକୁ ବହୁତ ଲାଭ ମିଳିବ, କିନ୍ତୁ ବହୁତ ଜଣ ଲୋକ ବି ଏମିତି ଅଛନ୍ତି ଯେ କହୁଛନ୍ତି ନାଇଁ ନୋଟ ତମେ କର ନାହିଁ, ଏଇଟା ତମର ନିଜ ସମୟର ବର୍ବାଦୀ ହବ। ତ ଆସ ଜାଣିବା ନୋଟ ଆମେ କରିବା କି ନାହିଁ। हेलो साଙ୍ଗମାନେ ମୁଁ ସାଙ୍ଗେ ସାଙ୍ଗେ ଆପଣମାନଙ୍କ ସହିତ ଚ୍ୟାନେଲକୁ। ତ ଆଜି ଆମେ କଣ ଦେଖିବା ନା ନୋଟ ମେକିଂ ବିଷୟରେ। ନୋଟ ମେକିଂ କଣ ସତରେ ଇମ୍ପୋର୍ଟାଣ୍ଟ କି? ନୋଟ ମେକିଂ କଣ ସତରେ ଇମ୍ପୋର୍ଟାଣ୍ଟ କି? ନୋଟ ମେକିଂ ଟା ସତରେ ଇମ୍ପୋର୍ଟାଣ୍ଟ ନୁହଁ। ବହୁତ ଜଣ ଲୋକ କହିଥିବେ, ତମେ ଦେଖିପାରୁଥିବ ଯେ ନୋଟ ମେକିଂ ଟା ଇମ୍ପୋର୍ଟାଣ୍ଟ ନୁହଁ ଆଉ ତାକୁ କଲେ ବହୁତ ମାନେ ସମୟ ୱେଷ୍ଟ ହୁଏ, କିନ୍ତୁ ମୁଁ ଏଠି କହିବି ନୋଟ ମେକିଂ ଟା ଇମ୍ପୋର୍ଟାଣ୍ଟ ନୁହଁ ବରଂ ବହୁତ ଇମ୍ପୋର୍ଟାଣ୍ଟ, ଯୋଉଟା କି କଲେ ଆମର ରିଭିଜନ ଟା ଆଉ ଏତେ ସହିତ କରିବାକୁ ପଡିବନି ଆମ ମନେ ରଖିବା ପାଇଁ। ନୋଟ ଟା ଆମେ ଯେତେବେଳେ ଲେଖିବା, ଯଦି ଆମେ ବୁଝିକି ଲେଖିଥିବା ତେବେ ଆମକୁ ରିଭିଜନ କମ କରିବାକୁ ପଡିବ। ତ ନୋଟ ତିଆରି କରିବା କି ନାହିଁ, ତ ହଁ ଆମେ 100% ନୋଟ ତିଆରି କରିବା କଥା। ଆପଣଙ୍କର କ୍ଲାସରେ ଯିଏ ଟପର ହେଇଥିବ ନିଶ୍ଚୟ ଦେଖିବେ ଯେ ନିଜ ନୋଟ ତିଆରି କରୁଥିବ ଯାଇକି, କାରଣ ମୁଁ ଜାଣିଛି, ମୁଁ ଟପରଙ୍କ ବିଷୟରେ ବହୁତ ମୁଁ ଆନାଲିସିସ୍ କଲା ପରେ ଏ କଥାଟି କହୁଛି। ତ ନୋଟ ଟି ମେକିଂ ହଉଛି ରିଅଲି ଭେରି ଭେରି ଇମ୍ପୋର୍ଟାଣ୍ଟ। ତ ଆସ ଆମେ ନୋଟ ମେକିଂ ଟା କେମିତି ବେଷ୍ଟ ହୁଏ ଜାଣିବା। ଆଉ ତମ ଭିତରୁ କେତେ ଜଣ ବି କହୁଥିବେ ଯେ ଭାଇ ଆମର ଟ୍ୟୁସନ ନୋଟ ଅଛି, ସ୍କୁଲ ନୋଟ ଅଛି, କୋଚିଂ ନୋଟ, ଆମେ କେମିତି ଟାଇମ ମ୍ୟାନେଜମେଣ୍ଟ କରିକି ଲେଖିବୁ ନୋଟ ଟାକୁ। ତ ମତେ ଏଇନା କଥାଟେ କୁହ, ତମକୁ ତମକୁ ଏ ନୋଟ ଟା ଭଲ ଲାଗୁଛି, ନୋଟ 1 ଟା ଭଲ ଲାଗୁଛି, ନା ନୋଟ 2 ଟା ଭଲ ଲାଗୁଛି? ମତେ କୁହ, ନୋଟ 1 ଟା ଭଲ ଲାଗୁଛି ନା ନୋଟ 2 ଟା ଭଲ ଲାଗୁଛି? ମତେ ଟିକେ କହିଲ। ନୋଟ 1 ନୋଟ 1 ଟା ଦେଖିପାରୁଥିବ, ଏଇଟା ଲାଇଭ ପ୍ରୋସେସ ର ଏଇଟା, ଆଉ ନୋଟ 2 ହେଲା ଏଇଟା। କୋଉଟା ଭଲ ଲାଗୁଛି ମତେ ଟିକେ କହିଲ। ତମ ଭିତରୁ ପାଖାପାଖି 90 କଣ 99% ପିଲା ବି କହିଥିବେ ଯେ କଣ ନା ଏଇ ଲାଇଭ ପ୍ରୋସେସ ଯୋଉଟା ଅଛି ଏଇଟା ହେଲା ଭଲ ଦେଖାଯାଉଛି, ଅତି ସୁନ୍ଦର ଦେଖାଯାଉଛି। କିନ୍ତୁ ଯେତେବେଳେ ମାର୍କ କଥା ଆସେ, ଏଇ କଲରଫୁଲ ଯିଏ ଲେଖିଛନ୍ତି, ଅତି ସୁନ୍ଦର ଯିଏ ଲେଖିଛନ୍ତି, ତାଙ୍କ ମାର୍କ କମ ଆସେ, ଆଉ ଯିଏ ଏଠି କଲରଫୁଲ ଲେଖିନାହାନ୍ତି, ଗୋଟିଏ କଲମର ବ୍ୟବହାର କରିଛନ୍ତି, ତାଙ୍କ ମାର୍କ ଅଧିକା ଆସେ। କାହିଁକି ନା ଏଇ ପିଲାଟି ସିଏ କଣ କରୁଛି ନା, ଯେତେବେଳେ ସିଏ କଲରରେ ଲେଖୁଛି, ବହୁ କଲର ଲେଖୁଛି, ବହୁତ ବସେଇ ବସେଇ ବହୁତ ଧୀରେ ଧୀରେ ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖୁଛି। କଣ କାହିଁକି? ତମେ ସେ ନୋଟଟାକୁ ବିକିବାକୁ ଯାଉଛ କି? ତମେ ଯାହା ବି ହେଲେ ନିଜେ ପଢିବ ନା। ହ୍ୟାଣ୍ଡ ରାଇଟିଂରେ ଲେଖ, ଖରାପ ହେଲେ ଚଳିବ, କାରଣ ଯୋଉଟା ଏମିତି ହ୍ୟାଣ୍ଡ ରାଇଟିଂରେ ଲେଖ ଯୋଉଟା ତମେ ପଢିପାରିବ କେବଳ। ଏମିତି ନୁହଁ, ତମେ ଯଦି ହ୍ୟାଣ୍ଡ ରାଇଟିଂ ଭଲ ତମେ ଲେଖିପାରିବ, କିନ୍ତୁ ତମେ ଏମିତି ଲେଖ ଯୋଉଟା କି ତମେ ନିଜେ ବୁଝିପାରିବ ଖାଲି। ଆଉ ଏଇ ପିଲାଟି ଦେଖ, ଖାଲି ଗୋଟିଏ କଲମରେ ବ୍ୟବହାର କରୁଛି ଆଉ ଜଲ୍ଦି ଜଲ୍ଦି ଲେଖିଛି ତାର। ମୁଁ ମନା କରୁନି, ବହୁତ ଜଣ ତମେ ପିଲା କହିବ ଯେ ଭାଇ ଆମକୁ କଲରଫୁଲ ଏମିତି ନୋଟ ଦେଖିଲେ ଆମକୁ ପଢିବାକୁ ଭାରି ବଢିଆ ଲାଗେ। ତ ମୁଁ ମନା କରିବିନି, ତମେ ତମେ ଏଭଳି ନୋଟ କର, ଏଭଳିଆ ନୋଟ କର, କିନ୍ତୁ ଜଲ୍ଦି ଜଲ୍ଦି କର। ତମେ 20ଟା 50ଟା ଯେତେଟା ପେନ୍ ବ୍ୟବହାର କରୁଛ କର, 4ଟା 5ଟା 6ଟା ଯେତେଟା ପେନ୍ ବ୍ୟବହାର କରୁଛ କର, କିନ୍ତୁ ଜଲ୍ଦି ଲେଖ। ଆଉ ଯେତିକି ସମୟ ନୋଟ ମେକିଂ ବସିଲେ ସେତିକି ସମୟ ସେଲ୍ଫ ଷ୍ଟଡିରେ ଦିଅ, ଯାହା ଦ୍ୱାରା କି ତମର ଏଇ ପିଲା ଭଳିଆ ମାର୍କ ଟା ଇନକ୍ରିଜ ହେଇପାରିବ। ତ ଟାଇପ୍ସ ଅଫ ନୋଟ୍ସ କଣ ହେଲା ନା, ନୋଟ ହଉଛି ଦି ପ୍ରକାର, ଗୋଟେ ହେଲା ସର୍ଟ ନୋଟ, ଆଉ ଗୋଟେ ହେଲା ଲଙ୍ଗ ନୋଟ। ଯୋଉଟା ତମେ ପଢେଇଲା ଭିତରେ ଯୋଉଟା ଲେଖା ହଉଛି, ଗୋଟେ ଲେକ୍ଚର ଚାଲିଛି ଭେକ୍ଟର, ତା ଭିତରେ ଯୋଉ ଲେଖା ହଉଛି, ଯୋଉଟା ସାର୍ ତମକୁ ପଢଉଛନ୍ତି, ସେ ତା ଭିତରେ ଯୋଉଟା ତମେ ଲେଖୁଛ ତାକୁ କହନ୍ତି ଲଙ୍ଗ ନୋଟ। ମୁଁ ଲଙ୍ଗ ନୋଟ ର ଆପଣଙ୍କ ପାଇଁ 5ଟା ଛୋଟ ଷ୍ଟେପ ନେଇକି ଆଇଛି, ଯାହା ଦ୍ୱାରା କି ଆପଣଙ୍କ ଲଙ୍ଗ ନୋଟ ଲେଖାଟା କେମିତି ଆପଣ ବେଟର କରିପାରିବେ। 5 ଷ୍ଟେପ କଣ ନା, ଫ୍ରଣ୍ଟ ପେଜ ରେ ଗୋଲ ଲେଖ। ନିଜ ଫ୍ରଣ୍ଟ ପେଜ ରେ ଗୋଲ ଲେଖିଦିଅ, କାହିଁ ଲାଜ କରୁଛ? ତମେ ଯଦି ପରୀକ୍ଷାରେ 100ରୁ 100%, 95% ରଖିବାକୁ ଲେଖିଦିଅ। ସେଇଟା ତମେ ଯେତେବେଳେ ପ୍ରତ୍ୟେକ ଥର ତମ ଫିଜିକ୍ସ ଖାତା, ଅଙ୍କ ଖାତା, ସବୁ ଖାତାରେ ଲେଖିଦିଅ ଯେ ତମର ଟାର୍ଗେଟ କେତେ, ଏମ୍ ଏତିକି, ଗୋଲ ଏଇଟା। ତମେ ସେଟା ଲେଖିଦିଅ, ଯାହାଦ୍ୱାରା ତମକୁ ବହୁତ ହେଲ୍ପ ମିଳିବ। କାରଣ ଯେତେବେଳେ ତମ ବ୍ରେନ ଟା ଗୋଟେ ଜିନିଷ ତମର ନିଶ୍ଚୟ ପାଇଯାଏ ଯେ ଏଇଥିପାଇଁ ଆମେ କାମ କରେ, ସେ ଅତି ଭଲ ଭାବରେ କାମ କରେ। ତ ସେଥିପାଇଁ ନିଜ ଗୋଲ ଟା ତମେ ପ୍ରତ୍ୟେକ ଥର ଯେତେବେଳେ ଖାତାଟା ପଲଟିବ, ତମକୁ ଦେଖାଯିବ ଯେ ହଁ ମୋ ଗୋଲ ଅଛି ଯେ ମୁଁ 100ରୁ 100 ରଖିବି କି 100ରୁ 95 ରଖିବି, କଣ ଗୋଟେ କରିବି। ତାପରେ ସେକେଣ୍ଡ ଦେଖିବା ସିମ୍ପଲ ଆଣ୍ଡ କନସାଇନ୍ସ ନୋଟ। ସିମ୍ପଲ ଆଉ କନସାଇନ୍ସ, ବହୁତ ସରଳ ଆଉ କମ୍ପ୍ରେସ ଭାବରେ ତମେ ଲେଖିବ। ସାର୍ ଯୋଉ ଗୋଟେ ବଡ ଜିନିଷ ପଢଉଛନ୍ତି ତାକୁ କମ୍ପ୍ରେସ କରିକି, ବିଲକୁଲ କ୍ରାସ୍ କରିକି ତାକୁ ଲେଖିବ। ସେ ନୋଟ ଗୁଡାକ ଲେଖିବ ଖାତାରେ।
ଆଉ ଗୋଟେ କଣ ଜଲ୍ଦି ଲେଖିବାର ଲାଭ କାରଣ ହଉଛି ସର୍ଟ ଫର୍ମ କଣ ନା ମୁଁ ଯେତେବେଳେ ଦଶମରେ ମାନେ ମୁଁ ଯେତେବେଳେ ପଢୁଥିଲି ମୁଁ ସେତେବେଳେ କଣ କରେ ନା ଏବେ ବି ତ ମୁଁ ପଢୁଛି ମ୍ୟାକ୍ସିମମ୍ କୁ ଏମଏକ୍ସ ଲେଖିଦିଏ ମିନିମମ୍ କୁ ମିଲ୍ ଲେଖିଦିଏ MIN ଲେଖିଦିଏ MIN ଡଟ୍ ନର୍ଭସ୍ ସିଷ୍ଟମ N ଡଟ୍ ଟେଷ୍ଟ ଲେଖିଦିଏ। ତ ଏମିତି ମୁଁ ବହୁତ ସର୍ଟକଟ୍ ବ୍ୟବହାର କରେ ଯାହାଦ୍ୱାରା କି ମୋ ଲଙ୍ଗ ନୋଟ୍ ଟା ମୁଁ ବହୁତ ଫାଷ୍ଟଲି ତାକୁ ସାରି ଦେଇପାରେ। ଆଉ ଗୋଟେ ଜିନିଷ ଦେଖ ତମ ପାଖରେ ଯୋଉ ପେଜ ଥିବ ଯୋଉ ପେଜ ତମେ ଏଠି ଲେଖୁଛ ତା ଉପରେ ଗୋଟେ ଫାଙ୍କା ସେକ୍ସନ ଥିବ କି ନାଇଁ ଏଠି ମାର୍ଜିନ ଥିବ ଏଠି ଫାଙ୍କା ସେକ୍ସନ ଥିବ ତ ତ ତମେ ଯୋଉଟା ଲେଖିଲ ୟା ଭିତରୁ କୋଉଟା ଇମ୍ପୋର୍ଟାଣ୍ଟ ପଏଣ୍ଟ ସେଇଟା କଣ ଲେଖିଦ ନା ସାର୍ କହିଲେ ଯେ ପଢ ପିଲାମାନେ ଏଇ ପଏଣ୍ଟ ହଉଛି ବହୁତ ଇମ୍ପୋର୍ଟାଣ୍ଟ ଏଇଟା ପରୀକ୍ଷାରେ ପଡୁଛି ତ ସାଙ୍ଗେ ସାଙ୍ଗେ ଯାଇ ସେ ଛାତ ଉପରକୁ ମାନେ ଏଇ ଯୋଉ ଅଛି ସେ ଲେଖିଦିଅ ଇମ୍ପୋର୍ଟାଣ୍ଟ ଏଇଟା ଯୋଉଟା କି ଦେଖିଲେ ତମେ ପ୍ରତ୍ୟେକ ପେଜ ପଲଟେଇଲେ ଏଇ ପେଜ ର ଇମ୍ପୋର୍ଟାନ୍ସ ଲେଖା ହେଇଥିବ ଯେଟାକି ଆପଣ ରିଭିଜନ କରିବାରେ ବହୁତ ସାହାଯ୍ୟ କରିବ ଯାହାଦ୍ୱାରା କି ଆପଣ ଭଲ ମାର୍କ ଆଣିପାରିବେ। ଆଉ ଗୋଟେ ଏଠି କଣ ଦେଇଛି ନା ଲିଭ୍ 2-3 pages after chapter ପ୍ରତ୍ୟେକ ଚାପ୍ଟର ପରେ 2 ବା 3 ପେଜ ଛାଡିଦିଅ ମୁଁ ତ କହୁଛି 3 ପେଜ ଛାଡିଦିଅ କାହିଁକି ନା ତମେ ଯେତେବେଳେ ଆଉ କୋଉ ବହିରେ ଗୋଟେ ସଲ୍ୟୁସନ ଲେଖୁଛ ବା ଅଙ୍କ କରୁଛ ତମେ ଦେଖୁଛ ବା ଏ ତ ବଢିଆ ଅଙ୍କଟା ଏଟା ବହୁତ ଇମ୍ପୋର୍ଟାଣ୍ଟ ଲାଗୁଛି ଏ ଅଙ୍କ ତ ମୋର ନୋଟ ରହିବା ଦରକାର ତ ସେଇ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡାକ ତମେ 3 ପେଜ ଭିତରେ ଲେଖିବ ଯାହାଦ୍ୱାରା କି ଆପଣଙ୍କ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଗୁଡାକ ତମେ ପାଇପାରିବ ଚୁଟକିରେ ଆପଣଙ୍କ ପ୍ରତ୍ୟେକ ଚାପ୍ଟର। ତାପରେ କଣ ନା ଅଣ୍ଡରଲାଇନ ଇମ୍ପୋର୍ଟାଣ୍ଟ ପଏଣ୍ଟ କୁ ଅଣ୍ଡରଲାଇନ କରିବ କେମିତି ଇମ୍ପୋର୍ଟାଣ୍ଟ ପଏଣ୍ଟ କୁ ଅଣ୍ଡରଲାଇନ କଲେ ଆମକୁ କଣ ଲାଭଟା ମିଳିବ ସେଟା ଆପଣଙ୍କୁ ଆଗକୁ କହିବି। ଏଇଠି ଯେମିତି ଦେଖିପାରୁଥିବ ଗୋଟେ ପିଲାଟେ ଏଠି ସବୁ ଜିନିଷଟିକୁ ଅଣ୍ଡରଲାଇନ କରିଛି ଏଇଠି ଏଇଟା ହେଲା କଣ ନା କଣ୍ଟ୍ରୋଲ ଆଣ୍ଡ କୋଅର୍ଡିନେସନ ବହୁତ ଖତରନାକ ଚାପ୍ଟର ଏଇଟା ତାର ଏଇଠି ନୋଟ ସେ ତିଆରି କରିଛି କଣ ନା ତାକୁ ଯୋଉ ଜିନିଷଟା ବି ଇମ୍ପୋର୍ଟାଣ୍ଟ ଲାଗିଛି ତା କୋଉଟା ଲେଖିଦେଇଛି କଣ୍ଟ୍ରୋଲ ଆଣ୍ଡ କୋଅର୍ଡିନେସନ ପ୍ଲାଣ୍ଟ ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ପାର୍ଟ ସେ ତ ସେଥିପାଇଁ ଅଣ୍ଡରଲାଇନ କରି ଲେଖିଛି ଏଠି ଗ୍ରୋଥ ହରମୋନ এটা ତାକୁ ବହୁତ ଇମ୍ପୋର୍ଟାଣ୍ଟ ପାର୍ଟ ଲାଗି ସେମିତି ସେଥିପାଇଁ ତାକୁ ଅଣ୍ଡରଲାଇନ କରି ରଖିଛନ୍ତି ଅଣ୍ଡରଲାଇନ କଲେ ଲାଭଟା କଣ ମାନେ ଆଗକୁ କହିବି ତ ଏବେ ମୁଁ କଣ ଦେଖିବି ନା ସର୍ଟ ନୋଟ ପାଇଁ କୋଉ କୋଉ ଟିପ୍ସ ଅଛି ସର୍ଟ ନୋଟ ପାଇଁ ହେଲେ ଆମକୁ କଣ କରିବାକୁ ପଡିବ ନା ସର୍ଟ ନୋଟ ପାଇଁ ଖାଲି ମୁଁ ଦିଟା ହିଁ ତମକୁ ଆପଣଙ୍କୁ ଟିପ୍ସ ଦେବି କି ସ୍ପ୍ଲିଟ୍ ପେଜ ମେଥଡ ବ୍ୟବହାର କରନ୍ତୁ ଆଗକୁ ଏଇଠି ଦେଖିପାରୁଥିବ ଏଇଠି ସ୍ପ୍ଲିଟ୍ ପେଜ ମେଥଡ କେମିତି କାମ ଦେଇଛି ଏଇଠି ଦେଖିପାରୁଥିବ ଏଇଠି ଗୋଟେ ବିଷୟ ଅଛି ଧର ଆଟମ ସେଠି ଯୋଉ ବି ବିଷୟ ହେଇଥାଇପାରେ ଆପଣ କଣ କରିବେ ନା ତମେ କଣ କରିବ ନା ଗୋଟେ ବଡ ପେଜ ଟାକୁ ନବ ତାକୁ କଣ କରିବ ନା ଚାରି ଭାଗ କରିଦବ ଆଗ ଚାରି ଭାଗ ପ୍ଲସ ପଛ ଚାରି ଭାଗ 8 ଭାଗ ହେଇଗଲା ତମେ ଚେଷ୍ଟା କରିବ ଏ 8 ଭାଗ ଭିତରେ ସେଇ ଚାପ୍ଟର ଟିକୁ ସାରିବାକୁ କଣ ନା ତମର କେମିକାଲ ରିଆକ୍ସନ୍ସ ଗୋଟେ ଚାପ୍ଟର ଅଛି ତାକୁ କଣ କରିବ ନା ରିଆକ୍ସନ କାହାକୁ କହନ୍ତି ରିଆକ୍ସନ କେତେ ପ୍ରକାର ରିଆକ୍ସନ ତାର ଡେଫିନେସନ ଗୁଡାକ ଲେଖି ତାକୁ କଣ କରିବ ନା ଗୋଟେ ପର୍ଟିକୁଲାର ସର୍ଟ ନୋଟ କରି ରଖିବ ଆଉ ଏ ସର୍ଟ ନୋଟ ଟା ହିଁ କେତେ ପ୍ରତିଶତ ନା 90% ପିଲା କରନ୍ତି ନାହିଁ ଯାହାଦ୍ୱାରା କି ତାଙ୍କ ମାର୍କ କମ ରହିଯାଏ ତ ଆପଣଙ୍କୁ ବହୁତ ସଜେସନ କରିବି ଯେ ଆପଣ ସର୍ଟ ନୋଟ ଟା କରନ୍ତୁ ଆଉ ସର୍ଟ ନୋଟ ଟା କେମିତି କରିବେ ଆପଣଙ୍କୁ ଭାବିବାକୁ ପଡିବ ନାଇଁ ଆପଣ ଯୋଉଟା ଅଣ୍ଡରଲାଇନ କଲେ ଯୋଉଗୁଡାକ ତାକୁ ଆଣି ଥୋଇଦେଲେ ଆପଣଙ୍କ ସର୍ଟ ନୋଟ ହେଇଗଲା ଆଉ ଗୋଟେ କଥା ଯେତେବେଳେ ଆପଣ ସେ ଲଙ୍ଗ ଟାକୁ ରିଭାଇଜ କରୁଥିବେ ସେତେବେଳେ ଯାଇକି ଅଣ୍ଡରଲାଇନ କରିବେ କାହିଁକି ନା ଯେତେବେଳେ ଆପଣ ଲେଖୁଛନ୍ତି ଗୋଟେ ଜିନିଷ ଫାଷ୍ଟ ବୁଝିକି ଲେଖିଲେ ତାପରେ ଆଉ ଥରେ ରିଭାଇଜ କରୁଛନ୍ତି ତାପରେ ଯେତେବେଳେ ଆପଣଙ୍କ ଇମ୍ପୋର୍ଟାନ୍ସ ଯଦି ଆପଣ ଅଣ୍ଡରଲାଇନ କରିଦେଲେ ତ ଆପଣଙ୍କୁ ବହୁତ ଲାଭ ମିଳିବ ତ ଏମିତି ଆପଣଙ୍କର ସ୍ପ୍ଲିଟ୍ ପେଜ ମେଥଡ ଆପଣ ଏମିତି ଗୋଟେ ଗୋଟେ ବିଷୟ ଛାଡିଦେଲେ ଯେ କାହିଁକି ମୁଁ ଏଟା କହୁଛି ନା ଯେତେବେଳେ ଆମ ପାଖରେ ଲାଷ୍ଟ ଯେତେବେଳେ ପରୀକ୍ଷା ବେଳ ଆସେ ବହୁତ ନୋଟ ପଡିଥାଏ 40 ପେଜର ନୋଟ 20 ପେଜର ନୋଟ 100 ପେଜର ନୋଟ ପଡିଥାଏ ତାକୁ ଯେତେବେଳେ ମୋ ବ୍ରେନ ଟା ଦେଖେ ଯେ ଏତିକ ପାଠ ୟାକୁ ପଢିବାର ଅଛି ବ୍ରେନ ଯେତେବେଳେ ଟିକେ ଡରିଯାଏ କଣ ନା ମୁଁ ଏତେ ଜିନିଷ ପଢିକି ମନେ ରଖିବି କେମିତି ଆଉ ସେ ବ୍ରେନ ଯେତେବେଳେ ଗୋଟେ ଛୋଟିଆ ଯେମିତି ଗୋଟେ ପେଜ କୁ ଯଦି ଦେଖିବ ସେ କରିବ ଏ ଗୋଟେ ପେଜ ତ ସାଙ୍ଗେ ସାଙ୍ଗେ ମନେ ରଖିଦଉଛି ତ ଏଇ ଗୋଟିଏ ପେଜ ଭିତରେ ଯଦି ଆପଣ ସର୍ଟ ନୋଟ କରି ଯୋଉ ଅଣ୍ଡରଲାଇନ କରୁଛନ୍ତି ସାରିଦେବେ ତ ଆପଣଙ୍କ ଭଲ ମନେ ରହିବ ପ୍ଲସ ଆପଣ ଭଲ ସ୍କୋର କରିପାରିବେ ତ ଆଗକୁ ଦେଖିବା କୋଉ ଭୁଲ ଆପଣ କରିବା ନୁହଁ ଏଇ ଭୁଲ କର ନାହିଁ କଣ ନା ସାଙ୍ଗର ନୋଟ ମାଗିକି ଆଣି କରିବା ସାଙ୍ଗର ନୋଟ ମାଗିକି ଆଣିକି ତାକୁ ପଢିବା କାହିଁକି ସାଙ୍ଗର ନୋଟ ମାଗିକି ଆଣି ତ ତାର ଲାଭ ହବ ନା ସିଏ ଗୋଟେ ଜିନିଷ ନୋଟକୁ ଦେଖିଛି ବୁଝିଛି ଲେଖିଛି କିନ୍ତୁ ତମେ ଯଦି ତା ନୋଟ ଆଣି ମାଗିକି ଲେଖିବ ବା ବୁଝିବ ପଢିକି ବୁଝିବ ତ ସିଏ ଯୋଉଠି ଧରାଯାଉ ସେ ମ୍ୟାକ୍ସିମମ୍ କୁ MX ମହିଳା ଲେଖିଛି ଡଟ୍ ଆପଣ ଏଇଟା ଜାଣିନାହାନ୍ତି ତ କଣ କରିପାରିବେ ତ ଏଇଟା ଆପଣଙ୍କୁ ହଇରାଣ ହବ ଆଉ ତା ସାଙ୍ଗରେ ଯେତେବେଳେ ଆପଣ ଯୋଉ ଗୋଟେ ଜିନିଷ ପଢୁଛନ୍ତି ଆଉ ତାକୁ ଲେଖି ଦଉଛନ୍ତି ତ ଆପଣଙ୍କୁ ଭଲ ମନେ ରହିବ
ହେଲା। ତ ସାଙ୍ଗର ନୋଟ ପାଖାପାଖି ପରୀକ୍ଷାର ମାସେ ପୂର୍ବରୁ ନିଆ ହୁଏ। ମାସେ ପୂର୍ବରୁ କଣ ବି ମାସେ ଯଦି ଏତେ ସମୟ ଅଛି ଆପଣ ନିଜର ନୋଟ କରନ୍ତୁ ମୋର ସଜେସନ, କିନ୍ତୁ ମାସେ ପୂର୍ବରୁ ହିଁ ନିଆଯାଏ ଏଇ ନୋଟ ସବୁ। କିନ୍ତୁ ଆପଣ ଯଦି ବହୁ ପୂର୍ବରୁ ଆପଣଙ୍କ ପାଖରେ ଏବେ ବହୁତ ସମୟ ଅଛି ନୋଟ ଲେଖିବାକୁ, ତ ନୋଟ ଲେଖନ୍ତୁ, ସାଙ୍ଗ ଉପରେ ନିର୍ଭର କରନ୍ତୁ ନାହିଁ। ମେକିଂ ନୋଟ ୱିଦାଉଟ୍ ୟୁଜିଂ ଦେନ୍, ଆପଣ ସବୁଠାରୁ ବଡ ଭୁଲ କଣ କରନ୍ତି ନା, ଯୋଉଟା ଧର ନୋଟ ଲେଖୁଛନ୍ତି କେମିକାଲ ରିଆକ୍ସନ କଣ ନା, ଯୋଉଥିରେ ଆମର ଭୌତିକ ପରିବର୍ତ୍ତନ ନ ହୁଏ ମୌଳିକଟି ପରିବର୍ତ୍ତିତ ହୁଏ। ତାକୁ ଦେଖିଲେ ଲେଖିଲେ, ତାକୁ କିଛି ବୁଝିଲେନି, ଯାହା ଲେଖିଲେ ଯାହା ପଢିଲେ ତାହା ଲେଖିଲେ, ଯାହା ପଢିଲେ ତାହା ଲେଖିଲେ, ଯାହା ପଢିଲେ ତମେ କଣ ମେସିନ କି? ତମ ପାଖରେ ଭେଜା ଅଛି, ମୁଣ୍ଡ ଅଛି, ତ ଯୋଉଟା ତମେ ଲେଖୁଛ ସେଇଟା କଣ କରିବ ନା ଫାଷ୍ଟ ବୁଝିକିରି ଲେଖିବ। ଧର ଯୋଉ ଆପଣ ଗୋଟେ ଅଙ୍କର ଗୋଟେ ଫର୍ମୁଲା ଲେଖିଛନ୍ତି, ସେଇ ଫର୍ମୁଲାକୁ ଯଦି ଆପଣ ବୁଝିକିରି ଥରେ ଲେଖି ଦଉଛନ୍ତି ନୋଟରେ, ତ ଆପଣଙ୍କୁ ଭଲ ମନେ ରହିବ। କି ଗୋଟେ କନସେପ୍ଟ ଅଛି, ଗୋଟେ ଲ ଅଛି, ତାକୁ ଯଦି ଆପଣ ଦେଖିକିରି ବୁଝିକି ଲେଖୁଛନ୍ତି ନା ହଁ ଆଚ୍ଛା ଏଇ ଲ, ତାକୁ ଯଦି ଆକୁ ଟିକେ ଯଦି କମ୍ପ୍ଲିଟ କରି ଲେଖିଦେବି ତ ଏଇଟା ବହୁତ ଛୋଟ ହେଇଯିବ। ଯଦି ଆପଣ ଏମିତି ବୁଝିକି ଲେଖିବେ ତ ଆପଣଙ୍କୁ ରିଭିଜନ କମ କରିବାକୁ ପଡିବ, ଆପଣ ଅଧିକା ବୁଝିପାରିବେ। ତାପରେ ଆଉ ଗୋଟେ ଜିନିଷ ସବୁବେଳେ ମନେ ରଖିବେ, ସେଲ୍ଫ ଷ୍ଟଡି ଇଜ ଅଲୱେଜ ଗ୍ରେଟର ଦାନ ନୋଟ ମେକିଂ। ସେଲ୍ଫ ଷ୍ଟଡି ଟା ସବୁବେଳେ ଗ୍ରେଟର ଦାନ, ସବୁଠାରୁ ଅଧିକା ହଉଛି ସେଲ୍ଫ ଷ୍ଟଡି ଆପଣ କରନ୍ତୁ। ନୋଟ ମେକିଂ ଠାରୁ ଅଧିକା ଦାନ ଆପଣ ସେଲ୍ଫ ଷ୍ଟଡି ଲଗାନ୍ତୁ। ଆଉ ଯଦି ଆପଣ ଏଇଭଳି ନୋଟ କରିବେ ଅଧିକା ସମୟ ଆପଣଙ୍କର ଏଇଥିରେ ପଳେଇବ, ତ ଆପଣଙ୍କର ୟାର କିଛି ଭ୍ୟାଲୁ ହିଁ ପାଇବେନି। ଆପଣ କାହିଁ ନୋଟ କରୁଛନ୍ତି ନା ଆପଣ ରିଭିଜନ କରିପାରିବେ, ତମେ ରିଭିଜନ କରିପାରିବ ବୋଲି ତମେ ନୋଟ ସେଥିପାଇଁ କରୁଛ। ତ ଯଦି ତମେ ନୋଟ କୁ ଠିକ ସମୟ ଦେଇ କରୁଛ, ଅଳ୍ପ ଜଲ୍ଦି ସମୟ ଭିତରେ ଲେଖି ଦଉଛ ନୋଟ, ସୁନ୍ଦର ବି ଲାଗୁଛି, ଭଲ ଲାଗୁଛି ପଢିବାକୁ, ତ ଏଇଟା ହିଁ କରନ୍ତୁ। କମ ସମୟ ଭିତରେ, କମ ସମୟ, ଲେସ୍ ଟାଇମ ବ୍ୟବହାର କର, କିନ୍ତୁ କ୍ୱାଲିଟି ଭଲ ଦିଏ। ତାକୁ ବୁଝି ବୁଝି ଲେଖ, ଆଉ ତାକୁ ମ୍ୟାକ୍ସ ଥର ସେଲ୍ଫ ଷ୍ଟଡି କର ଅଧିକ ସମୟ ପର୍ଯ୍ୟନ୍ତ, ଆଉ ତାକୁ ରିଭିଜନ କର। ତ ଆଜି ପାଇଁ ଏତିକି। ମୁଁ ଆପଣଙ୍କର ଭାଇ ସାଇ ଆଚାର୍ଯ୍ୟ, ଆପଣଙ୍କୁ ଦେଖାହେବି ଅନ୍ୟତମ ଭିଡିଓରେ। ତ ଧନ୍ୟବାଦ। ଯଦି ଏଇ ଭିଡିଓଟି ଭଲ ଲାଗିଛି ତ ଆପଣ କଣ କରିପାରିବେ ନା ଲାଇକ୍ କରିପାରିବେ, ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିପାରିବେ, ଆଉ ଭିଡିଓକୁ ସେୟାର କରିପାରିବେ। ଧନ୍ୟବାଦ।